ওম নমো ভগবতে বাসুদেবায়। 31 অধ্যায়। পুণ্য পাপ যে মিশামিশি গতি দিয়ায়ে যে রাজসী। ମନୁଷ୍ୟ ଜନ୍ମ ଏଣୁ ପାଏ 31ରେ ଏହା କହେ। ଶ୍ରୀ ଭଗବାନ ବାଚ ବୋଲନ୍ତି ଶୁଣ ଭଗବାନ ଭୋମାତ ସାବଧାନେ ଶୁଣ। ଯେ କର୍ମ ଜୀବ କରିଥାଇ ଈଶ୍ୱର ତହିଁ ନିଜୋଜଇ। ଏ ଜୀବ ସ୍ୱକର୍ମ ବଶରେ ପୁରୁଷରେ ତ ଆଶ୍ରା କରେ। ପୁଣି ଏ ଦେହ ଧରିବାକୁ ପ୍ରବେଶ ଜନନୀ ଗର୍ଭକୁ। ସେରେ ତ ପ୍ରଥମ ଦିନରେ ମିଶଇ ଶୋଣିତ ସଙ୍ଗରେ। ତାହାକୁ ବୋଲି ଟିକଲୋଳ ପଞ୍ଚମ ଦିନେ ସେ ବର୍ତ୍ତୁଳ। ସେ ପୁଣି ବଦରିସମାନେ କଠିନ ହୁଏ 10 ଦିନେ। ତାପରେ ହୋଇ ମାଂସପିଣ୍ଡ ତଦନ୍ତେ ପ୍ରକାଶଇ ଅଣ୍ଡ। ମସ୍ତକ ପ୍ରଥମ ମାସରେ ପ୍ରକାଶ ହୁଏ ତା କାନ୍ଧରେ। ସମ୍ପୂର୍ଣ୍ଣ ବେନି ମାସ ଯାଏ କରଚରଣ ଆଦି ହୋଏ। ଅଙ୍ଗୁଳି ନଖ ତନୁ ରୋମ ଅସ୍ଥି ହୃଦୟ ନାଡ଼ିମାନ। ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି ତୃତୀୟ ମାସେ ପ୍ରସିଦ୍ଧି। ଚତୁର୍ଥ ମାସେ ଧାତୁ ହୋଏ ପଞ୍ଚମେ କ୍ଷୁଧା ତୃଷା ବହେ। ତଦନ୍ତେ ଷଷ୍ଠ ପରିମିତ କ୍ଷୁଧା ତୃଷାରେ ସେ ପୀଡ଼ିତ। ଗର୍ଭବେଷ୍ଟନେ ବଦ୍ଧ ହୋଇ ଦକ୍ଷିଣ କୁକ୍ଷିରେ ଭ୍ରମଇ। ଜନନୀ ଯେ ଦ୍ରବ୍ୟ ଭକ୍ଷଇ ସେରସେ ତା ଧାତୁ ବଢ଼ଇ। ମୂତ୍ରପୁରିଷ ରକ୍ତ ଲାଳେ କୃମି ପୀଡ଼ିତ ସମାକୁଳେ। ତହିଁ ଯନ୍ତ୍ରିତେ ଶୋଇଥାଇ କୃମି ସଂକୁଳ ମଧ୍ୟରେ ରହି। ଅତି କୋମଳ କଳେବର କୃମି ଭକ୍ଷଣେ ନୋହେ ସ୍ଥିର। ଅଙ୍ଗ କାଟନ୍ତେ କୃମିମାନେ ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ। ବହୁତ କ୍ଲେଶ ତହିଁ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ। ଉଷ୍ଣ ଲବଣ କଟୁ ତୀକ୍ଷ୍ମ କ୍ଷାର ଆମ୍ବିଳ ଯା ଭକ୍ଷଣ। ଜନନୀ ଆହାର କରଇ ସେରସେ ସର୍ବାଙ୍ଗ ପୀଡ଼ଇ। ନିବାସ ଜରାୟୁ ଭିତରେ ନାଡ଼ୀର ବେଷ୍ଟିତ ନିର୍ଭରେ। କୁଟିଳ ଭାବେ ଶିରୋଧର ପୃଷ୍ଠ କୁଟିଳ କଳେବର। ମାତୃକୁକ୍ଷିରେ ଦେଇ ଶିର ମାଡ଼ି ଯେ ଥାଇ ନୋହେ ସ୍ଥିର। ଶରୀର ଚାଳି ନ ପାରଇ ପିଞ୍ଜର ପକ୍ଷୀ ପ୍ରାୟ ହୋଇ। ସେ ଗର୍ଭେ ପୂର୍ବ କର୍ମ ବସେ ବହୁତ ଜନ୍ମ ତାକୁ ଦିଶେ। ସତେ ଜନ୍ମର କର୍ମ ଯେତେ ସୁମରୁ ଥାଏ ଗର୍ଭଗତେ। ସେ ପାପ ପୁଣ୍ୟ ମନେ ଧ୍ୟାଇ ବହୁତ ନିଶ୍ୱାସ ଛାଡ଼ଇ। ତା ଫେଡ଼ି ନ ପାରଇ କେହି କର୍ମ ଆୟତ୍ତେ ବଶ ହୋଇ। ସୁମରି ପୂର୍ବ ଜନ୍ମ ଦୁଃଖ ସୁଖ ନ ଲଭି ସେ ବିମୁଖ। ସପ୍ତମ ମାସ ଆଦି କରି ତା ଦେହେ ଜ୍ଞାନ ଥାଇ ପୁରି। ପ୍ରସୂତି ବାତ ବଳିୟାର ତେଣେ କମ୍ପଇ ତା ଶରୀର। ଦେହକୁ ଅସ୍ଥିର କରଇ କୃମି ଯେ ସନେ ଭ୍ରମୁଥାଇ। ସେ ରୂପେ ଗର୍ଭେ ତା ଭ୍ରମଣ ଦୁଃସହ ସେ ଦୁଃଖ କଷଣ। ତଦନ୍ତେ ଶୁଣ ଗୋଜନନୀ ଭାଳଇ ସେ ଦିବାରଜନୀ। ଅତି ବିମୁଖେ କଷ୍ଟ ସହି ସେ ଗର୍ଭେ ଆତ୍ମାକୁ ଦେଖଇ। ଭୟେ ବିଚାରଇ ମନର କେମନ୍ତେ ଏଥୁ ହେବି ପାର। ଏଥୁ ନିସ୍ତାର ମୋ କେମନ୍ତେ ଆତଙ୍କେ ଚିନ୍ତଇ ନିରତେ। ସପ୍ତ ଧାତୁରେ ବଦ୍ଧ ହୋଇ ଅଞ୍ଜଳି କରି ନ ପ୍ରାର୍ଥଇ।
ଯେମନ୍ତେ ଆଉ ପୁନର୍ବାର ଏ ଗର୍ଭ ଦୁଃଖ ନୋହୁ ମୋର। ଶ୍ରୀକୃଷ୍ଣ ପାଦେ କରି ଧ୍ୟାନ ଅତି ଆନନ୍ଦ ସୁଖେ ମଗ୍ନ। ଏଥୁ ନିର୍ଗତ ମୋକେ ମନ୍ତେ ତାହାକୁ ଭାବେ ଅବିରତେ। ସେ ଦୁଃଖ ନଘେ ନଇଁ ଚିତ୍ତେ ଅନାଥ ମୁଁ ଯେ ଗର୍ଭଗତେ। ବେଦନା ପାଉଅଛି ଯେତେ ଏଥୁ ଉଦ୍ଧର ନାଥ ମୋତେ। ଏ ଦୁଃଖ ଯେମନ୍ତେ ନୋହିବ ଏମନ୍ତ କୃପା ମୋତେ ହେବ। ଏ ରୂପେ ଦୁଃସହକ ଶଣେ ସ୍ତୁତି କରଇ ଅନୁକ୍ଷଣେ। ଜୀବ ଉବାଚ ଗର୍ଭକୁ ଆଣିଲା ଯେ ମୋତେ ତାପାଦେ ସ୍ତୁତି ମୋ ନିରତେ। ତାପାଦେ ପଶିଲି ଶରଣ ସେ ମୋତେ କରୁ ପରିତ୍ରାଣ। ସେବଇ ତାର ପାଦ ଗତେ ଅଶେଷ କର୍ତ୍ତା ଯେ ଜଗତେ। ଯେ ପ୍ରଭୁ ସୃଷ୍ଟି ରକ୍ଷା ପାଇଁ ଇଚ୍ଛାରେ ଶରୀର ଧରଇ। ଯେ କଲା ଏତାଦୃଶ ଗତି ମୁଁ ପାପୀ ଅତୀବ ଦୁର୍ମତି। ସେ ପ୍ରଭୁ ଏକଷ୍ଟୁ ରଖିବେ ତା ବିନୁ ଆଶ୍ରା ନାହିଁ ଯିବେ। ତାହାଙ୍କ ଅଭୟ ଚରଣେ ଶରଣ ଗଲି ଏକ ଶଣେ। ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ ନ ଲାଗେ ଏ ଦୁଃଖ ବୃଦିନ। ମୁଁ କଷ୍ଟେ ଜନନୀ ଗର୍ଭରେ ଅଛଇ ମାୟା କଳେବରେ। ଜୀବ ସ୍ୱରୂପେ ଅଛି ମୁହିଁ ମୋ ନିଜ କର୍ମେ ବନ୍ଦୀ ହୋଇ। ଅଛଇ ବନ୍ଧନ ପରାଏ ଏ ଗର୍ଭ ପୀଡ଼ା ଅତି ଭୟେ। ନମଇ ତାହାଙ୍କ ପୟରେ ଯେ ଦେବଛନ୍ତି ମୋ ହୃଦରେ। ବିଶୁଦ୍ଧ ବିକାର ବିହୀନ ଅଖଣ୍ଡ ବୋଧ ଅନୁଦିନ। ତ୍ରିବିଧ ସନ୍ତାପେ ତାପିତ ହୃଦୟେ ହୁଅଇ ପ୍ରତୀତ। ନମଇ ତାହାଙ୍କ ଚରଣେ ସେ ନାଥ ରଖୁ ଏକ ଶଣେ। ଏ ପଞ୍ଚଭୂତେ ବିରଚିତ ଏମନ୍ତେ ଦେହେ ମୋହି ସ୍ଥିତ। ମିଥ୍ୟାରେ ଆଚ୍ଛନ୍ନ ହୋଇଛି ବୁଝିଲେ ସତ୍ୟ ନୋହେ କିଛି। ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ ଏଥେ ମୁଁ ବଧ ଅବିରତ। ବନ୍ଦଇ ସେ ପ୍ରଭୁ ଚରଣେ ଥିଲେ ଶରୀର ଆବରଣେ। ଅକୁଣ୍ଠ ମହିମା ତାହାର କେବେହେଁ ନଥାଇ ବିକାର। ଯେଣୁ ସେ ଆଦି ନିରଞ୍ଜନ ପ୍ରକୃତି ପୁରୁଷହୁଁ ଭିନ୍ନ। ସେ ପ୍ରଭୁ ପରମ ପୁମାନ ଦିଅନ୍ତୁ ମୋତେ ଦିବ୍ୟ ଜ୍ଞାନ। ଯା ମାୟା ଆବୋରି ରହିଛି ଏଣୁ ମୁଁ ସବୁ ବିସ୍ମରୁଛି। ତେଣୁ ଭ୍ରମଇ ଏ ସଂସାରେ ଶ୍ରମେ କାତର ନିରନ୍ତରେ। ତାହାଙ୍କୁ ଭଜିବଇ ଯେବେ ଏ ଦୁଃଖୁ ନିସ୍ତାରିବେ ତେବେ। ଭଜିଲେ ନିଜ ରୂପ ପାଇ ନ ଭଜି ପାରି ହେବି କାହିଁ। ତାହାଙ୍କ ବିନୁ ଏହୁ ଜ୍ଞାନ କେ ଦେଇ ପାରେ ମୋତେ ଆନ। ତାତହୁଁ ଜ୍ଞାନ ମୁଁ ପାଇଛି ଯେଣୁ ମୁଁ ତ୍ରିକାଳ ଦେଖୁଛି। ଏଣୁ ଏ ଗର୍ଭ ଦୁଃଖ ଘୋର ନ ଜାଣେ ଶରୀର ମୋହର। ଏଣୁ ଯେ ତାହାଙ୍କୁ ଭଜିବି ତେବେ ସେ କର୍ମକୁ ଜିଣିବି। ଯାହାର ଅଂଶ ସ୍ଥିର ଚରେ ବ୍ୟାପିଛି ଭୁବନ ଭିତରେ। ବନ୍ଦଇ ତାହାଙ୍କ ଚରଣ ଭୋନାଥ ଦେବା ଦିବ୍ୟ ଜ୍ଞାନ। ଜନନୀ ଉଦର ଗୁହାରେ ପୁରୀଶ ମୂତ୍ରାଦି କୂପରେ। ଅବଶେ ତହିଁ ମୁଁ ପଡ଼ିଛି ଜଠର ଅଗ୍ନି ଦହୁଅଛି। ତହୁଁ ବାହାର ହେବା ପାଇଁ ସଭୟେ ମାସ ଗଣୁଛଇଁ। କେବେ ସେ କରିବେ ବାହାର ସେ ପ୍ରଭୁ କୃପା ପାରାବାର। ଯେ କଲା ଏତାଦୃଶୀ ଗତି ଲଭିଲି ଦିବ୍ୟ ଜ୍ଞାନମତି। ସେ ବଡ଼ କରୁଣା ସାଗର ଯେ ମୋତେ ଦେଲେ ଜ୍ଞାନ ପର। ମୁଁ ତାଙ୍କୁ କି ସେବା କରିବି କି ଦ୍ରବ୍ୟ ଦେଇ ନ ତୋଷିବି। ସେ ନାଥ ଦୀନ ବନ୍ଧୁ ଯେବେ ସ୍ୱଗୁଣେ ତୁଷ୍ଟ ହେବେ ତେବେ।
ଅଞ୍ଜଳି ବିନୁ ନାରାୟଣ ମୋହର ଦ୍ରବ୍ୟ ନାହିଁ ଆନ। ଏ ଯେତେ ଜୀବ ପଶୁ ଆଦି ଅଜ୍ଞାନ ଦେହେ ନିରବଧି। ଦେଖନ୍ତି ସୁଖ ଦୁଃଖ ମାତ୍ର ଏଣୁ ହୁଅନ୍ତି କ୍ଲେଶ ପାତ୍ର। ଯେ ଦେଲେ ଦିବ୍ୟ ଜ୍ଞାନ ମୋତେ ଯେ ବୁଦ୍ଧି ଘେନି ଅବିରତେ। ଏ ଦେହ ଭିତରେ ବାହାରେ ପ୍ରତ୍ୟକ୍ଷେ ଦେଖୁଛି ତାହାରେ। ଏ ଘେନି ସୁଖେ ଆଶା ନାହିଁ ଦୁଃଖକୁ ଭୟ ଅବା କାହିଁ। ଯେ ମୋତେ ଦେଲେ ଦିବ୍ୟ ଜ୍ଞାନ ତାହାର ପାଦେ ମୋ ବନ୍ଦନ। ସେ ପ୍ରଭୁ ରୂପ ମନୋହର ଦର୍ଶନେ ଲୋଭ ଚିତ୍ତ ମୋର। ସେ ରୂପ ସୁଧା ଆପ୍ୟାୟନେ ତୃଷିତ ଲୋଚନେ ସଘନେ। କେବେହେଁ ନ ପାରଇ ଛାଡ଼ି ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି। ମୁଁ ଦୁଃଖେ ବଞ୍ଚିବି ଗର୍ଭରେ କେବେହେଁ ନ ଯିବି ବାହାରେ। ସଂସାର ଅନ୍ଧକୂପତି ତହିଁକି ଯେ ଯିବେ ଗମନ୍ତି। ତୋ ମାୟା ଘୋଟଇ ତାହାକୁ ସେ ସତ୍ୟ ମଣଇ ମିଥ୍ୟାକୁ। ପଡ଼ଇ ସଂସାର ଚକ୍ରରେ ପୁତ୍ର କଳତ୍ର ମାୟା ଘୋରେ। ଏଣୁ ବାହାରେ ମୁଁ ନ ଯାଇ ଏ ଗର୍ଭେ ମୋକ୍ଷ ସାଧିବଇଁ। ବ୍ୟାକୁଳ ନୋହି ଏ ଗର୍ଭର ସହିବି ଦୁଃଖ ମହାଘୋର। ଆତ୍ମାକୁ ତାରିବି ଏଠାରେ ମନ ନିବେଶି ଆତ୍ମାଠାରେ। ସାରଥି ବୁଦ୍ଧି ବିବେକକୁ କରିଣ ତାରିବି ଆତ୍ମାକୁ। ଗର୍ଭନିବାସ ଦୁଃଖ ଆର ଯେମନ୍ତେ ନୋହିବ ମୋହର। ବିଷ୍ଣୁର ଚରଣେ ପଶିବି ଅଶେଷ ଗର୍ଭେ ମୁଁ ନ ଯିବି। କହନ୍ତି କପିଳ ଗୋସାଇଁ ସେ ଦେବହୂତି ମୁଖ ଚାହିଁ। କପିଳ ଉବାଚ ଏମନ୍ତ ନାନା ସ୍ତୁତି କରି ଗର୍ଭଜାତନା ଦୁଃଖୁ ଡରି। କେବେହେଁ ନୋହେ ତାଉ ଶ୍ୱାସ ଦୁଃଖେ ପୀଡ଼ିତ 10 ମାସ। ଏମନ୍ତ ଦୁଃଖ ଅବଶେଷେ ଶରୀରୁ ସମୀର ପ୍ରକାଶେ। ତାହାକୁ ପ୍ରସବ ମାରୁତ ପ୍ରେରଣ କରଇ ବହୁତ। ତକ୍ଷଣେ ଅଧୋମୁଖ କରି ପକାଇ ଯୋନି ଦ୍ୱାରେ ଭରି। ଭିତରୁ ପବନ ପେଲଇ ବହୁତ କ୍ଲେଶ ତହିଁ ପାଇ। ଅତି ସଂକୀର୍ଣ୍ଣ ଭଗଦ୍ୱାର କଷ୍ଟରେ ହୁଅଇ ବାହାର। ସ୍ତମ୍ଭିତେ ଶ୍ୱାସ ନିରୁଧଇ ସେ ଗର୍ଭ ଜ୍ଞାନ ପାଶୋରଇ। ଅଜ୍ଞାନେ ପଡ଼ଇ ଭୂମିରେ ରକ୍ତ ଜର୍ଜର କଳେବରେ। କୃମିର ପ୍ରାୟେ ଚେଷ୍ଟା କରେ ରୋଦନ କରଇ କାତରେ। ଲୋଭଇ ବିପରୀତ ଗତି ସେ ଜ୍ଞାନ ଆଉ ନ ସ୍ମରନ୍ତି। ପାଳନ୍ତି ଜ୍ଞାତି ବନ୍ଧୁଗଣେ ତା ଅଭିମତ କେହୁ ଜାଣେ। କ୍ଷୁଧାରେ ତକ୍ଷଣେ ରୋଦଇ ତା କେହି ବୁଝି ନ ପାରଇ। ବୋଲନ୍ତି ପେଟ ବଥାଇଲା ଏଣୁ ଏ ବ୍ୟାକୁଳେ ରୋଦିଲା। ମୁଖେ ଦିଅନ୍ତି ନିମ୍ବରସ ଜୀବ ତା ପିୟଇ ଅବଶ। ନିଷେଧି ତାହା ନ ପାରଇ ଯାହା ଦିଅନ୍ତି ତାହା ଖାଇ। ଅଶୁଚି ଶଯ୍ୟାରେ ଶୟନ କରାନ୍ତି ତାକୁ ପରିଜନ। ତହିଁ ଅବଶେ ପଡ଼ିଥାଇ ପିମ୍ପୁଡ଼ି ମାଛି କୀଟ ଖାଇ। ନିବାରେ ନୁହଇ ସମର୍ଥ ଯେଣୁ ନ ଚଳେ ପଦହସ୍ତ। ଉଠି ବସିତେ ଶକ୍ୟ ନାହିଁ ବନ୍ଧନ ଜୀବ ପ୍ରାୟ ହୋଇ। କୋମଳ ଚର୍ମ ତା ଶରୀରେ କାଟନ୍ତି ମଶା ଡାଂଶ ତାରେ। ଦଶନ ବିକାଶୀ କାଟନ୍ତି ଶୋଷିଣ ଶୁଣି ତପିବନ୍ତି। ତହୁଁ ସେ ଜ୍ଞାନହୀନ ହୋଇ ସର୍ବଦା ରୋଦନ କରଇ। ଏମନ୍ତ 5 ସମ୍ବତ୍ସରେ ଏ ଜୀବ ବଞ୍ଚେ ଦୁଃଖ ଘୋରେ। ପଗଣ୍ଡ କାଳେ ମହାଦୁଃଖ ତହିଁ ନ ପାଇ କିଛି ସୁଖ। ତହିଁରେ ବିଦ୍ୟାର ପଠନେ ଭୟେ ତରସ୍ତ ପ୍ରତିଦିନେ। ମରଣୁ ସେ ଦୁଃଖ ବଳଇ ନିର୍ଭୟ ସ୍ଥାନେ ପଶେ ଯାଇ। ଏମନ୍ତେ ଜୀବ ଲଭେ କ୍ଲେଶ ନ ପାଇ ଜ୍ଞାନ ଉପଦେଶ।
ଯୌବନାବସ୍ଥା ପ୍ରବେଶେଣ ତହିଁ ପୀଡ଼ିତ କାମବାଣ ମନେ କଳ୍ପିତ ଯାକରଇ ସେ ଯେବେ ଆସି ନ ଘଟଇ ଶୋକରେ ହୁଅଇ ବାଧିତ କ୍ରୁଧିତ ହୁଏ ଅବିରତ ଏମନ୍ତ ପ୍ରତି ସମ୍ବତ୍ସରେ କାମ ବଢ଼ଇ ନିରନ୍ତରେ ଯେ ରୂପେ ଶରୀର ବଢ଼ଇ ତା ସଙ୍ଗେ ମାନ ହିଁ ବଢ଼ଇ ପ୍ରକୋପ ବଢ଼େ କଳେବରେ କାମିନୀ ସଙ୍ଗେ କେଳି କରେ ଅତ୍ୟନ୍ତ କାମେ ହୋଇ ବାଇ ଆପଣା ନାଶ ନ ଜାଣଇ ନାରୀ ଯୋନିରେ ଆଶା କରେ ଏ ଯୁବା ବୟସ ବେଭାରେ ଏ ପଞ୍ଚଭୂତ କଳେବରେ ଆପଣା ବୋଲି ଯା ଆଦରେ ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେ ଏ ମୋର ଅଛନ୍ତି ଯେତେ ଘରେ ଏହି କୁମତି ଭାବୁଥାଇ ଆପଣା ହିତ ନ ଜାଣଇ ଯେ ଦେହ ନାନା କ୍ଲେଶ ଦେଇ କର୍ମ କରଇ ତାର ପାଇଁ ଯେ କର୍ମେ ବଦ୍ଧ ପ୍ରାୟ ହୋଇ ଅଜ୍ଞାନେ ପୁଣ ଜନ୍ମ ହୋଇ ଶିଷ୍ଣ ଉଦର ସୁଖାତୁରେ ଉଦ୍ୟମ କରେ ନିରନ୍ତରେ ଏମନ୍ତ ଅସତ ଯେ ଜନ ତାର ସଙ୍ଗତେ କରେ ମନ ତାଙ୍କ ସ୍ୱକର୍ମ ଆଚରଇ ଯେ ମାର୍ଗେ ନରକେ ପଡ଼ଇ ଭୂମାତ ଶୁଣ ତଦନ୍ତରେ ପୂର୍ବେ କହିଛୁଁ ଯେ ପ୍ରକାରେ ସେ ଭାବେ ପୁଣି ନର୍କେ ଯାଇ ଯାତନା ଅନେକ ଭୁଞ୍ଜଇ ଏଣୁ ଅସତ ସଙ୍ଗ କଲେ ବିନାଶ ହୋଇ ଅବହେଳେ ଅସତ ସଙ୍ଗ ସତ୍ୟନାଶେ ଶୌଚ ତପ ନ ପ୍ରକାଶେ ମୌନ ବ୍ରତା ଦିନ ରହେ ବୁଦ୍ଧି ବିବେକ ହୁନ୍ତି କ୍ଷୟେ ଲଜ୍ଜା ଛାଡ଼ଇ କାନ୍ତି ଯଶ କ୍ଷମାଦି ଅଜ ସେ ବିନାଶ ବିନାଶ ହୁନ୍ତି ସମଦମ ଐଶ୍ୱର୍ଯ୍ୟ ହୋଏ ଉପଶମ ଅଶାନ୍ତ ଜନେ ସଙ୍ଗ ହୋଇ ଯେ ମୂଢ଼ ଭାବେ ନିତ୍ୟ ରହି ଜ୍ଞାନ ନ ବୁଝେ ଦମ୍ଭପଣେ ମିଥ୍ୟାଭାସଇ ଅନୁକ୍ଷଣେ ଯେ ଦେହେ ଆତ୍ମବୁଦ୍ଧି କରେ ସାଧୁଜନଙ୍କୁ ନ ଆଦରେ ବୋଲଇ ମୋତହୁଁ ଅପରେ କେ ଭାଗ୍ୟବନ୍ତ ଏ ସଂସାରେ ମୁଁ ଧର୍ମ ଜାଣଇ ସକଳ ଏଣୁ ପୂଜିତ ଏ ଶୟଳ ମୋତୁଲେ ଧନବନ୍ତ କେହି ପ୍ରତୁଲ୍ୟ ନୋହି ବଏ ମହି ମୋ ଧନ ଉପାଏ ମିଳଇ ଏଣୁ ମୋହର ଭୟ ନାହିଁ ଏମନ୍ତେ ଯେବା ଗର୍ବ କରେ ଦେହାନ୍ତେ ନରକେ ସଞ୍ଚରେ ହୁଅନ୍ତି ନାରୀଙ୍କ ଅଧୀନ ତାହାଙ୍କ ଖେଳିବା ହରିଣ ଏମନ୍ତ ସଙ୍ଗ ନ କରିବ ଯେବେ ସୁଭାଗ୍ୟେ ଇଚ୍ଛା ଥିବ ଆବର ଶୁଣ ଗୋମାଏ ଯେମନ୍ତେ ପ୍ରାଣୀ ନାଶ ଯାଏ ଯେଣୁ ଯୁବତୀ ସଙ୍ଗେ ମନ ଜୀବର ହୋଇଟି ବନ୍ଧନ ଏମନ୍ତ ଅନ୍ୟ ସଙ୍ଗେ ନାହିଁ ଏଣୁ ଯୁବତୀ ସଙ୍ଗୀ ନୋହି ତାହାଙ୍କ ସଙ୍ଗୀ ଯେତେ ଜନ ସେ ସଙ୍ଗ ନ କରିବ ମନ ସେ ସର୍ବେ ମୋହିତ କରନ୍ତି ସେ ସଙ୍ଗେ ପ୍ରାଣୀ ନାଶ ଯାନ୍ତି ପୂର୍ବେ ବିଧାତା କନ୍ୟା ଚାହିଁ ତା ରୂପ ଦେଖି ବନ୍ଦୀ ହୋଇ ସେ କନ୍ୟା ପିତାର ଅଜ୍ଞାନେ ପଳାଇ ପଶିଲା ଅରଣ୍ୟେ ହରିଣୀ ରୂପ ସେ ଧଇଲା ଛଦ୍ରମେ ବନସ୍ତେ ପଶିଲା ବିଧାତା ତା ଗତି ବିଚାରି ସେହି ହରିଣ ରୂପ ଧରି ଲଜ୍ଜା ଛାଡ଼ିଲେ ବେଦ ବ୍ରହ୍ମା ନାରୀଙ୍କ ଏମନ୍ତ ମହିମା ଏଣୁକେ ତା ମୁଖୁ ତରିବ ଯହିଁ ମୋହିତ ବ୍ରହ୍ମା ଶିବ ସେ ସଙ୍ଗ ଛାଡ଼ିବ ଯତନେ ଶ୍ରେୟକୁ ବାଞ୍ଛା ଥିଲେ ମନେ ସେ ବ୍ରହ୍ମା ଯାହାକୁ ସଜିଲା ତାହେତୁ ଆପେ ମୋହ ଗଲା ସେ ସଙ୍ଗ ଯେତେ ପ୍ରାଣୀ କଲେ ଦେବ ମାୟାରେ ମୋହ ଗଲେ ଏମନ୍ତ କେହୁ ପ୍ରାଣୀ ଅଛି ସେ ନାରୀ ମାୟାରୁ ତରିଛି ବିନା ସେ ପ୍ରଭୁ ଭଗବାନ ନାରୀଙ୍କି ନ ଜିତିଲାନ ଦେଖ ମୋ ଯୋଗ ମାୟା ବଳ ଯୁବତୀ ସ୍ୱରୂପେ ପ୍ରବଳ
ସେ ଯାକୁ ଅପାଙ୍ଗେଇ ଛଇ ସେ ପ୍ରାଣୀ ପଡ଼ି ମୋହ ଯାଇ ଦିଗ ବିଜୟୀ ଯେବେ ହୁଅନ୍ତି ତଥାପି ନାରୀ ବସେ ଥାନ୍ତି ସେବନ୍ତୀ ନାରୀଙ୍କ ପୟର ଏମନ୍ତ ମାୟା ବଳ ମୋର ଯେ ମୋକ୍ଷ ସାଧନ ଇଚ୍ଛିବ ସେ ନାରୀ ସଙ୍ଗ ନ କରିବ ସେ ବିଣ ସାଧୁ ସୁଜ୍ଞଜନ ଲଭି ଯେ ଥାଇ ଆତ୍ମଜ୍ଞାନ ଏମନ୍ତ ଯୋଗୀ ଯେ ବାହୁନ୍ତି ତାହାଙ୍କୁ ଯୁବତୀ ନାଶନ୍ତି ନାରୀ ଅଜ୍ଞାନ ତମ ଦ୍ୱାର ଯୋଗୀ ଛାଡ଼ିବ ସଙ୍ଗତାର କେବଳ ମାୟାରେ ଯୁବତୀ ନିର୍ମାଣ କଲା ପ୍ରଜାପତି ସେ ସେବା କରିବାର ଛଳେ ପାଶକୁ ଆସୁଥାଇ ବଳେ କପଟେ ବିନୟ ବଚନ କହିବ ଧଇ ପ୍ରାଣୀ ମନ ବ୍ୟାଧ ଯେ ସନେ ଛନ୍ଦ କରି ଜୀବ ବିନାଶେ ପାଶ ଭରି ତୃଣ ଆଚ୍ଛନ୍ନ କୂପେ ଥାଇ ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ ନିଶି ବସେ କୂପ ଦ୍ୱାରେ ଜାଗ୍ରତେ ରହେ ନିରନ୍ତରେ ସେ ପଥେ ଯେ ପ୍ରାଣୀ ଗମନ୍ତି ସେ କୂପେ ପଡ଼ି ନାଶ ଯାନ୍ତି ସେ କୂପ ଅତି ତମ ଘୋର ଦେଖି ଭ୍ରମନ୍ତି ସୁର ନର ତାହାର ଅନ୍ତ ପାର ନାହିଁ ଗଭୀର କେ ପାରିବ କହି ଯହିଁ ଅଶେଷ ଉଦୟସ୍ତ ପ୍ରାଣୀ ନ ଜାଣେ ତାର ତତ୍ତ୍ୱ ସେ କୂପେ ପ୍ରାଣୀ ସୁଖ ଭରେ ପଡ଼ି ବୃକ୍ଷାଦି ଯେବେ ଧରେ ସେ ସର୍ବେ ଉପୁଡ଼ି ପଡ଼ନ୍ତି ସେ କୂପେ ପଡ଼ି ନ ବର୍ତ୍ତନ୍ତି ବୃକ୍ଷାଦି ଉପଲକ୍ଷ ଯେତେ ଧର୍ମାଦି ପୁଣ୍ୟ ଏ ସମସ୍ତେ ସେ କୂପ ପୁଣ୍ୟ ବିନାଶିନୀ ନିର୍ମିତ କଲେ ପଦ୍ମଯୋନି ସେ ଜ୍ଞାନ ମାର୍ଗ ଆଚ୍ଛାଦୟୀ ଅଜ୍ଞାନୀ ଜନେ ସୁଖମୟୀ ସେ ସଙ୍ଗେ ପୁଣ୍ୟ କର୍ମ କଲେ ସକଳ ନାଶ ଯାନ୍ତି ଭଲେ ଏଣୁ ସେ କୂପ ମାର୍ଗ ଗତେ ଜ୍ଞାନୀ ନ ଗମେ ଭୟ ଚିତ୍ତେ ଦୁର୍ଗମ ଦ୍ୱାର କୂପ କହି ତୃଣ ଆଚ୍ଛନ୍ନ ଲୋମ ଯେହି ଯେବେ ଅଜ୍ଞାନେ ଭ୍ରମେ ଯିବ ତା ମୃତ୍ୟୁ ପ୍ରାୟେ କ ଭାବିବ ମୋ ମାୟା ନାରୀ ରୂପ ହୋଇ ପୁରୁଷ ପ୍ରାଣ ବିନାଶଇ ତାହାକୁ ବୋଲେ ମୋ ଯୁବତୀ ତାସିରେ ଗୃହ ଧର୍ମ ଦିଅନ୍ତି ତାର ସ୍ୱ ବସେ ଦିନ ହରେ ପ୍ରାଣୁ ଅଧିକ ପ୍ରିୟ କରେ ଧନ ଜୀବନ ଆଦି ଯେତେ ସମର୍ପି ଥାଇ ସ୍ନେହ ଚିତ୍ତେ ଗୁରୁଜନଙ୍କୁ ମାୟା କରେ ତାର ବିଶ୍ୱାସେ ଦିନ ହରେ ସେବକ ଜନ ପ୍ରାୟ ହୋଇ ନିତ୍ୟ ସେ ବହି ଦୁଃଖ ସହି ଏ ଜୀବ ପ୍ରାଣ ଅନ୍ତକାଳେ ତା ରୂପ ଧ୍ୟାନେ ସୁନିଶ୍ଚଳେ ସେ ନାରୀ ସ୍ୱରୂପ ଧରଇ ପୁରୁଷ ଅଙ୍ଗ ପ୍ରତେଜଇ ସେ ମାୟା ରୂପ ହୋଇ ପତି ଗୃହତ ନୟ ସୁତାନାତି ତାହାଙ୍କ ସ୍ନେହେ ବଶ ହୋଇ ସେ ମୃତ୍ୟୁ ବୋଲି ନ ଜାଣଇ ଦେଶନେ ବ୍ୟାଧ ଗୀତ ଗାଇ ମୃଗତା ଶୁଣି ତୋଷ ହୋଇ ଗୀତରେ ଦେଇ ଥାଇ ମନ ନ ଜାଣେ ଆତ୍ମା ବିନାଶନ ଏ ଜୀବ ରୂପ କଳେବର କର୍ମ କରଇ ନିରନ୍ତର ଲୋକରୁ ଅନ୍ୟ ଲୋକ ଯାଇ ସଞ୍ଚିତ କର୍ମ ସେ ଭୁଞ୍ଜଇ ସେ କର୍ମ ବସେ ଗତାଗତ କର୍ମ କରଇ ଅବିରତ କର୍ମର ସମାପତ୍ତି ନାହିଁ ଯେଣୁ ତା ସନ୍ତତ କରଇ ଯେ ସୂକ୍ଷ୍ମ ଲିଙ୍ଗ କଳେବର ସେହିଟି ଉପାଧି ଜୀବର ସ୍ଥୂଳ ଶରୀର ଭୋଗ ସ୍ଥାନ ସେ ପଞ୍ଚଭୂତେ ସୁଘଟନ ଏବେନି କଳେବର ଯେବେ କାର୍ଯ୍ୟକୁ କ୍ଷମ ଏ ନୋହିବେ ଜୀବର ଏହିଟି ମରଣ ଜନ୍ମଟି ଦେହ ଦର୍ଶନ ଏହାକୁ ବୋଲି ମୃତ୍ୟୁ ଜନ୍ମ ମାୟା କରିଛି ଏତେ ଭ୍ରମ ଏଥକୁ ଦୃଷ୍ଟାନ୍ତଟି ଦେବା ଜନ୍ମ ମରଣ ବୁଝାଇବା ନେତ୍ର ଗୋଲକ ଯେତେବେଳେ ବ୍ୟାଧିରେ ପୀଡ଼ିତ ଆକୁଳେ ଦେଖିତେ ସମର୍ଥ ନୁହଇ ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ
ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ ଦେଖିତେ ସମର୍ଥ ନୁହଇ। ଏଠାରେ ଦ୍ରଷ୍ଟା ରୂପ ଜୀବ କେମନ୍ତେ ରୂପ ସେ ଦେଖିବ। ଏହି ପ୍ରକାରେ ସ୍ଥୂଳ ଦେହେ କର୍ମଯୋଗ୍ୟତା ଯେବେ ନୁହେଁ, ତେବେ ସେ ଲିଙ୍ଗ କଳେବର କରି ନ ପାରଇ ବ୍ୟାପାର। ଏହିଟି ଜୀବର ମରଣ, ସେ ଜୀବ ଜନ୍ମ ମୃତ୍ୟୁହୀନ। ଯେବେ ତା ଜନ୍ମ ମୃତ୍ୟୁ ନାହିଁ, ଏବେ ନି ଭୟ ଆଉ କାହିଁ। ମୃତ୍ୟୁକୁ ଭୟ ନ କରିବ, ଜିଁବା ବ୍ୟାପାର ଛାଡ଼ିବ। ଏମନ୍ତ ଜୀବ ଗତି ଜାଣି, ଛାଡ଼ିବ ସବୁ ସଙ୍ଗ ପୁଣି। ଗୋବିନ୍ଦ ପାଦେ ଦେଇ ଚିତ୍ତ ଯେ ପ୍ରାଣୀ ଥିବ ଅବିରତ। ମାୟା ବନ୍ଧନେ ନ ପଡ଼ିବ, ତେବେ ସେ ମୁକ୍ତି ଲଭିବ। ବୈରାଗ୍ୟ ଯୋଗାଭ୍ୟାସ କରି, ବୁଦ୍ଧି ବିବେକ ସୁବିଚାରି। ମାୟାର ଚିତ୍ତ ଏ ସଂସାରେ, ସ୍ନେହ ଛାଡ଼ିବ କଳେବରେ। କେବଳ ଶରୀର ରଖିବ, ଅଧିକ ଦ୍ରବ୍ୟ ପ୍ରତେଜିବ। ହରିଚରଣେ କରି ଧ୍ୟାନ, ପାଇବ ତହିଁ ତତ୍ତ୍ୱଜ୍ଞାନ। ଏମନ୍ତ କହି ନାରାୟଣ, ବନ୍ଦିଲେ ଜନନୀ ଚରଣ। ସେ ହରି ଚରଣ ପଙ୍କଜ, ସୁଜନ ଜନେ ନିତ୍ୟ ଭଜ। ତୃତୀୟ ସ୍କନ୍ଧେ ଭାଗବତ, କପିଳ ଯୋଗ ବିଧିଖ୍ୟାତ। ହରି କହିଲେ ଜୀବ ଗତି, ଶୁଣି ତରିବେ ମୂଢ଼ମତି। ଭଣଇ ଜଗନ୍ନାଥ ଦାସ, ସାଧୁଙ୍କ ହିତେ ଏ ପ୍ରକାଶ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କପିଳଦେବହୂତି ସମ୍ବାଦେ ଜୀବଗତିବର୍ଣ୍ଣनं ନାମ 31ୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।